ସମସ୍ତଙ୍କୁ ମୋର ନମସ୍କାର ସ୍ୱାଗତ କରୁଛି ଜବ୍ ନୋଟିଫିକେସନ୍ ଅଡ଼ିଓର ଆଉ ଗୋଟେ ନୂଆ ଭିଡ଼ିଓକୁ। ସୋ ଦେଖନ୍ତୁ ସମ୍ବଲପୁର ୟୁନିଭର୍ସିଟି ତରଫରୁ ଗୋଟେ ଅଫିସିଆଲ ନୋଟିସକୁ ଜାରି କରାଯାଇଛି ୱାକ୍ ଇନ୍ ଇଣ୍ଟରଭ୍ୟୁ ପାଇଁ। କ'ଣ କହିଲି, ସମ୍ବଲପୁର ୟୁନିଭର୍ସିଟି ତରଫରୁ ଆମର ୱାକ୍ ଇନ୍ ଇଣ୍ଟରଭ୍ୟୁର ଗୋଟେ ଅଫିସିଆଲ ନୋଟିସକୁ ଜାରି କରାଯାଇଛି। ଆପଣ ଡେଟ୍ ଦେଖିପାରୁଥିବେ 2 ଏପ୍ରିଲ 2026 ତାରିଖ ଦିନକୁ ଏହାକୁ ରିଲିଜ୍ କରାଗଲା। ଭ୍ୟାକେନ୍ସି ବା କୋଉ ରିଲେଟେଡ୍ ବା ଏଇ ନୋଟିସ୍ ବାହାର କରାଯାଇଛି ବା ଏଇ ଯେଉଁ ଆମର କହିବାକୁ ଗଲେ ଏଇ ଯେଉଁ ଅଫିସିଆଲ ନୋଟିସ୍ ବାହାର କରାଯାଇଛି ସେଟା ହେଉଛି ଆପଣଙ୍କର ପ୍ରୋଜେକ୍ଟ ଆସିଷ୍ଟାଣ୍ଟ ପାଇଁ। ଦେଖନ୍ତୁ ଏଠି ଆପଣଙ୍କୁ ମେନସନ୍ ବି କରିଦିଆଯାଇଛି ପ୍ରୋଜେକ୍ଟ ଆସିଷ୍ଟାଣ୍ଟର ପୋଷ୍ଟ ବାବଦକୁ ଟୋଟାଲ ନମ୍ବର ଅଫ୍ ପୋଷ୍ଟ ହେଉଛି ଆପଣଙ୍କର 3ଟି ପୋଷ୍ଟ ହେଉଛି। ତ ଚାଲନ୍ତୁ ଏ ବାବଦ ଟିକେ ଆମେ ଆଲୋଚନା କରିବା କ'ଣ ସବୁ ଇମ୍ପୋର୍ଟାଣ୍ଟ ଇନଫର୍ମେସନ୍ ଅଛନ୍ତି ଏବଂ କେଉଁମାନେ ଏହାକୁ କ'ଣ ଆବେଦନ କରିପାରିବା, କେଉଁମାନେ ଏହାକୁ ମାନେ ଆଟେଣ୍ଡ କରିପାରିବେ, ୱାକ୍ ଇନ୍ ଇଣ୍ଟରଭ୍ୟୁକୁ ଆଟେଣ୍ଡ କରିପାରିବେ। ଠିକ୍ ଅଛି। ତ ଦେଖନ୍ତୁ ଏଥିରେ ଆପଣଙ୍କୁ ଗୋଟେ ଗୋଟେ କରି ସବୁ ଜିନିଷ ମେନସନ୍ କରିଦିଆଯାଇଛି କ'ଣ ପ୍ରୋଜେକ୍ଟ ରହୁଛି ସେ ସବୁ ଜିନିଷ। ଓକେ, ଦେଖନ୍ତୁ ପ୍ରଥମରେ ଆପଣଙ୍କୁ ଦିଆହେଇଛି ଯେଉଁ ଆପଣଙ୍କର ୱାକ୍ ଇନ୍ ଇଣ୍ଟରଭ୍ୟୁ ରହିଛି ସେଟା ଆପଣଙ୍କର 11 ଏପ୍ରିଲ 2026 ତାରିଖ ଦିନ 10ଟା ବେଳୁ ଆପଣଙ୍କ ଆରମ୍ଭ ହେବ 3ଟି ପ୍ରୋଜେକ୍ଟ ଆସିଷ୍ଟାଣ୍ଟ ପୋଷ୍ଟ ପାଇଁ, ଯେଉଁଟାକି ଟେମ୍ପରାରୀ ବେସିସ୍ ରହିବ। ଠିକ୍ ଅଛି, ଏତିକି ଜିନିଷ। ଆଉ ଏଠି ଗୋଟେ ହେଉଛି 1 ଇୟରର ଗୋଟେ ପ୍ରୋଜେକ୍ଟ ରହିବ ଡିପାର୍ଟମେଣ୍ଟ ଅଫ୍ ବାୟୋଟେକ୍ନୋଲୋଜି ଆଣ୍ଡ ବାୟୋ ଇନଫର୍ମେଟିକ୍ସ ସମ୍ବଲପୁର ୟୁନିଭର୍ସିଟିରେ। ଏତିକି ଜିନିଷ ପ୍ରଥମ କଥା। ତାପରେ ଦେଖନ୍ତୁ ନେକ୍ସଟ କ'ଣ ରହୁଛି ନା ଏଥିରେ ଦେଖନ୍ତୁ ଯେଉଁ କ୍ୱାଲିଫିକେସନ୍ ସେ ମାଗିଛନ୍ତି ସେଟା ହେଉଛି ଆପଣଙ୍କର ଆପଣ ଯଦି ବିଏସସି କରିଛନ୍ତି କିମ୍ବା 3 ବର୍ଷର ଡିପ୍ଲୋମା ଇନ୍ ଇଞ୍ଜିନିୟରିଂ କରିଛନ୍ତି କିମ୍ବା ଟେକ୍ନୋଲୋଜି ମାନେ ଇଞ୍ଜିନିୟରିଂ ଆଣ୍ଡ ଟେକ୍ନୋଲୋଜି କରିଛନ୍ତି। ଠିକ୍ ଅଛି, ମାନେ ଗ୍ରାଜୁଏସନ୍ ହଉ କିମ୍ବା ଆପଣଙ୍କର 3 ବର୍ଷର ଡିପ୍ଲୋମା ହଉ। ଓକେ, ତ ଏଜ୍ ଲିମିଟ୍ ହେଉଛି ଆପଣଙ୍କର 30 ବର୍ଷ ମାନେ 30 ଇୟର୍ସ। ଓକେ, ଆପଣଙ୍କୁ ଯଦି 30 ବର୍ଷ ହେଇଛି ତାହେଲେ ଆପଣ ଆବେଦନ କରିପାରିବେ। ଏବଂ ডিজারেবল କ୍ୱାଲିଫିକେସନ୍ ଦେଖନ୍ତୁ, ডিজারেবল କ୍ୱାଲିଫିକେସନ୍ ଆପଣ ଏମଏସସି କିମ୍ବା ଯଦି ଏମଫିଲ୍ କରିଛନ୍ତି ଇନ୍ ବାୟୋଟେକ୍ନୋଲୋଜି କିମ୍ବା ବାୟୋ ଇନଫର୍ମେଟିକ୍ସ କିମ୍ବା ଲାଇଫ୍ ସାଇନ୍ସ କିମ୍ବା ଏନଭାୟରମେଣ୍ଟାଲ ସାଇନ୍ସ ବୋଟାନି ଜୁଲୋଜି ଇକ୍ୱାଲେଣ୍ଟ ଡିଗ୍ରୀ ହୋଲ୍ଡର୍ସ ସେମାନେ ବି ଏହା ପାଇଁ ଆବେଦନ କରିପାରିବେ। ଠିକ୍ ଅଛି, ଏଇଟା ହେଉଛି ডিজারেবল କ୍ୱାଲିଫିକେସନ୍। ଏସେନ୍ସିଆଲ କ୍ୱାଲିଫିକେସନ୍ ଆପଣଙ୍କର ଏଇଟା, ଆପଣ ଯଦି ଡିପ୍ଲୋମା କିମ୍ବା ଗ୍ରାଜୁଏସନ୍ କରିଛନ୍ତି ଠିକ୍ ଅଛି 3 ବର୍ଷର ଇଞ୍ଜିନିୟରିଂ ଏବଂ ଟେକ୍ନୋଲୋଜିରେ ତେବେ ଆପଣ ଆବେଦନ କରିପାରିବେ। ଏହା ପାଇଁ କିଛି ଅସୁବିଧା ନାହିଁ, ଆପଣ ସିଧାସଳଖ ଆପଣ ଆବେଦନ କରିପାରିବେ। ଠିକ୍ ଅଛି। ଓକେ, ଆଉ କ'ଣ ରହିଲା ଦେଖନ୍ତୁ, ଆଉ ରହୁଛି ଆପଣଙ୍କୁ ଯେଉଁ ମନ୍ଥଲି ଏମୋଲମେଣ୍ଟସ୍ ବା ଯେଉଁ ମନ୍ଥଲି ଆପଣଙ୍କୁ ଯେଉଁ ସାଲାରୀ ବା ଦରମାଟି ମିଳିବ ସେଇଟା ହେଉଛି ଆପଣଙ୍କର 20,000 ପ୍ଲସ୍ 1,600 ଟଙ୍କା। 1,600 ଟଙ୍କା କ'ଣ ନା ଆପଣଙ୍କୁ ଯେଉଁ ହାଉସ୍ ରେଣ୍ଟିଂ ଆଲାଉନ୍ସେସ୍ ମିଳିବ ଏ ବାବଦକୁ। ଓକେ, ହାଉସ୍ ରେଣ୍ଟିଂ ମାନେ ଘର ଭଡ଼ା ବାବଦକୁ ଆପଣଙ୍କୁ ଏଚଆର୍ ମିଳିବ, ଯେଉଁଟା କୁହାଯାଉଛି 8%, ଯେଉଁଟାକି 1,600 ଟଙ୍କା ହେଉଛି। ଏବଂ ଟୋଟାଲ ଦେଖିବାକୁ ଗଲେ ଆପଣଙ୍କର ଯେଉଁ ମାନେ ଏମୋଲମେଣ୍ଟସ୍ ହେଉଛି ବା ଯେଉଁ ସାଲାରୀ ଆପଣଙ୍କୁ ମିଳିବ ସେଟା ହେଉଛି 21,600 ଟଙ୍କା ପର ମନ୍ଥ, ମାସକୁ ଆପଣଙ୍କୁ ଏତିକି ଟଙ୍କା ମିଳିବ। ଠିକ୍ ଅଛି। ଆଉ ଦେଖନ୍ତୁ ଏଥିପାଇଁ କୌଣସି ପ୍ରକାର ଆପଣଙ୍କୁ ଟ୍ରାଭେଲିଂ ଆଲାଉନ୍ସେସ୍ କିମ୍ବା ଡିଅନେସ୍ ଆଲାଉନ୍ସେସ୍ ନୋ ଟିଏଡିଏ ବୋଲି ଆପଣଙ୍କୁ କହିଦିଆଯାଇଛି। କୌଣସି ପ୍ରକାର ସୁବିଧା ଦିଆଯିବ ନାହିଁ, ଆପଣଙ୍କୁ ଆପଣଙ୍କ ନିଜ ଖର୍ଚ୍ଚରେ ଯାଇ ପହଞ୍ଚିବାକୁ ପଡ଼ିବ। ଓକେ, ଏବଂ এই ଇଣ୍ଟରଭ୍ୟୁକୁ ଆଟେଣ୍ଡ କରିବାକୁ ପଡ଼ିବ। ଏଇଟା ଗୋଟେ ଛୋଟ ଇନଫର୍ମେସନ୍ ରିଗାର୍ଡିଂ ଆମର କ'ଣ ଯେଉଁ ସମ୍ବଲପୁର ୟୁନିଭର୍ସିଟି ତରଫରୁ ଆସିଥିବା ଯେଉଁ ଆମର ପ୍ରୋଜେକ୍ଟ ଆସିଷ୍ଟାଣ୍ଟର ପୋଷ୍ଟ ବାବଦକୁ। ଆଉ ପ୍ରଥମ ପୁଣି ଆଉ ଥରେ କହିଦେଉଛି ଏଇଟା ଗୋଟେ ଟେମ୍ପରାରୀ ବେସ୍ ଉପରେ କ'ଣ ରିକ୍ରୁଟମେଣ୍ଟ ହେଉଛି, ଯେଉଁଟାକି ଆପଣଙ୍କୁ ଗୋଟେ ବର୍ଷର ହିଁ ରହୁଛି। ଠିକ୍ ଅଛି, ପରେ ଯଦି ସେ ଚାହିଁବେ ତାକୁ ଏକ୍ସଟେଣ୍ଡ କରିପାରିବେ, ନଚେତ୍ ଏପର୍ଯ୍ୟନ୍ତ ନୋଟିସ୍ରେ ଆପଣ କେବଳ ଗୋଟେ ବର୍ଷର ହିଁ ସେ ମେନସନ୍ କରିଛନ୍ତି। ଠିକ୍ ଅଛି, ତ এই ହେଉଛି ଗୋଟେ ଇନଫର୍ମେସନ୍ ଆମର ଗୋଟେ ଭ୍ୟାକେନ୍ସି ରିଲେଟେଡ୍ ସମ୍ବଲପୁର ୟୁନିଭର୍ସିଟି ତରଫରୁ। ତ ଇନଫର୍ମେସନ୍ କେମିତି ଲାଗିଲା ମୋତେ ନିହାତି କମେଣ୍ଟ ସେକ୍ସନ୍ ଜଣାଇବେ। ଯଦି କୌଣସି ପ୍ରକାର ଇନଫର୍ମେସନ୍ ମୁଁ ଦେଇଥିବା ଇନଫର୍ମେସନ୍ ଆପଣଙ୍କୁ ହେଲ୍ପ ହେଉଛି କିମ୍ବା ହେଲ୍ପଫୁଲ୍ ଲାଗୁଛି, ଉପଯୋଗୀ ହେଉଛି ଆପଣଙ୍କୁ, ତାହେଲେ ନିହାତି ଭାବରେ ଅନ୍ୟମାନଙ୍କୁ ବି ସେୟାର କରନ୍ତୁ। ସେୟାର କରିବା ସହିତ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବା ସହିତ ବେଲ୍ ଆଇକନ୍ ଦବାଇ ରଖନ୍ତୁ, ଯାହାଦ୍ୱାରା ଯେତେବେଳେ କୌଣସି ପ୍ରକାର ଇନଫର୍ମେସନ୍ ରିଲେଟେଡ୍ ଭିଡ଼ିଓଜ୍ ହେଉ କିମ୍ବା ଭ୍ୟାକେନ୍ସି ରିଲେଟେଡ୍ ଭିଡ଼ିଓଜ୍ ମୁଁ ପ୍ରଥମେ ଅପଲୋଡ଼ କରି ପ୍ରଥମେ ଆପଣଙ୍କ ନୋଟିଫିକେସନ୍ ପହଞ୍ଚିଯିବ। ଠିକ୍ ଅଛି, କିନ୍ତୁ ନିହାତି ଭାବରେ ସବସ୍କ୍ରାଇବ୍ କରିଦିଅନ୍ତୁ, ଗୋଟେ ଲାଇକ୍ ଏବଂ ସବସ୍କ୍ରାଇବ୍। ଓକେ, ଆମେ ପୁଣି ଥରେ କଥା ହେବା ଆଉ ଗୋଟେ ନୂଆ ଭ୍ୟାକେନ୍ସିଜ୍ ନୂଆ ଇନଫର୍ମେସନ୍ ନେଇ। ଏ ପାଇଁ ରହିଲି ନମସ୍କାର, ଜୟ ଜଗନ୍ନାଥ।